राधेश्याम। तो आज किसी नुआ ज्ञान नेबा चलतु। मत परतर नान्यते किंचदैस्ति धनंजय मयि सर्वमिद प्रत सत्रे मणि गमाइब। एठी कहउचंती, हे धनंजय, मो ठारू भिन्न अन्य कौनसी परम कारण नाही। मणि सबु सूत्र रे गुंथा ହେଲା परी ମୋ ଠାରେ ସମଗ୍ର ଜଗତ ଗୁନ୍ଥା ହୋଇଛି। ଅର୍ଥାତ୍ ଏହି ସମସ୍ତ ଜଗତରେ ହିଁ କେବଳ ଓତପ୍ରୋତ ହୋଇ ରହିଛି। ଏଇଠି ଭଗବାନ କହୁଛନ୍ତି, ହେ ଧନଞ୍ଜୟ, ମୋ ଠାରୁ ଭିନ୍ନ ଅନ୍ୟ କୌଣସି ପରମ କାରଣ ହିଁ ନାହିଁ। ମୋ ଠାରୁ କୌଣସି କାରଣ ଭିନ୍ନ ହିଁ ନାହିଁ। ଯେମିତି ମଣି ସବୁ ସୂତ୍ରରେ ଗୁନ୍ଥା ହେଲା ପରି ମୋ ଠାରେ ମଧ୍ୟ ସମଗ୍ର ଜଗତ ଗୁନ୍ଥା ହୋଇସାରିଛି। ଅର୍ଥାତ୍ ଏହି ସମସ୍ତ ଜଗତରେ ହିଁ କେବଳ ଓତପ୍ରୋତ ହୋଇ ରହିଛି। ସବୁରି ମୂଳେ ମୁଇଁ ଥାଇ ମୋ ବିନୁ ଆନ କିଛି ନାହିଁ। ଅଟେ ମୁଁ ସବୁରି କାରଣ ମୋ ଠାରୁ ବଳି ନାହିଁ ଆନ। ସୂତ୍ରରେ ମଣି ବନ୍ଧା ଥିଲା, ସୂତ୍ର ଦେଖା ନ ଯାଏ ତୀରେ। ମୋ ଦେହେ ସମସ୍ତ ଜଗତ ପରମାତ୍ମା ନ ଦିଶେ ସତ। ବ୍ରହ୍ମାଣ୍ଡେ ଯାହା ବିଦ୍ୟମାନ ସେ ସବୁ ଦୃଷ୍ଟ ହେ ଅର୍ଜୁନ। ଏ ମହି ବ୍ରହ୍ମାଣ୍ଡ ମଧ୍ୟରେ କେବଳ ମୁହିଁ ନିରନ୍ତରେ। ଏଠି ଭଗବାନ କହୁଛନ୍ତି, ହେ ଅର୍ଜୁନ, ଯେ ମୋ ଠାରୁ ଏ ବ୍ରହ୍ମାଣ୍ଡରେ କିଛି ବି ଭିନ୍ନ ନୁହେଁ। ମୁଁ ସବୁ ଜାଗାରେ ସ୍ଥିତ, ଏ ସମ୍ପୂର୍ଣ୍ଣ ବ୍ରହ୍ମାଣ୍ଡରେ। ଯେମିତିକି ସମ୍ପୂର୍ଣ୍ଣ ବ୍ରହ୍ମାଣ୍ଡରେ ପ୍ରତ୍ୟେକଟି ଜାଗାରେ ମୁଁ ହିଁ ମୁଁ ଅଛି। ମୋ ଠାରୁ କୌଣସି ଜିନିଷ ଭିନ୍ନ ନୁହେଁ। ରସୋହମ ସୁ କୁନ୍ତେୟ ପ୍ରଭାସ୍ମି ଶଶି ସୂର୍ଯ୍ୟୟୋଗ ପ୍ରଣବ ସର୍ବବେଦେଷୁ ଶବ୍ଦଖେ ପୁରୁଷ ନୃଷୁ। ଏଇଠି କହୁଛନ୍ତି, ହେ କୁନ୍ତୀ ପୁତ୍ର ଅର୍ଜୁନ, ମୁଁ ହେଉଛି ଜଳରେ ରସ, ଚନ୍ଦ୍ର ଓ ସୂର୍ଯ୍ୟରେ ଆଲୋକ, ସକଳ ବେଦରେ ଓଁକାର, ଆକାଶରେ ଶବ୍ଦ ଏବଂ ପୁରୁଷମାନଙ୍କ ମଧ୍ୟରେ ପୌରୁଷ। ଭଗବାନ କହୁଛନ୍ତି, ହେ ଅର୍ଜୁନ, ଯେ ମୁଁ ନିଜେ ହେଉଛି ଜଳରେ ରସ ଓ ଚନ୍ଦ୍ର ଓ ସୂର୍ଯ୍ୟରେ ମୁଁ ନିଜେ ଆଲୋକ, ସକଳ ବେଦରେ ମୁଁ ଓଁକାର ମୁଁ ନିଜେ ଓ ଆକାଶରେ ଶବ୍ଦ ମୁଁ ପୁରୁଷମାନଙ୍କ ମଧ୍ୟରେ ପୌରୁଷ। ଏମିତି ଅର୍ଜୁନକୁ କହୁଛନ୍ତି। କୁନ୍ତୀ ପୁତ୍ର ବୀର ଅର୍ଜୁନ, ଶୁଣରେ ଦେଇ ମନ କର୍ଣ୍ଣ। ରସ ସ୍ୱରୂପ ଜଳେ ମୁହିଁ, ଚନ୍ଦ୍ର ସୂର୍ଯ୍ୟରେ ପ୍ରଭା ହୋଇ। ବେଦରେ ମୁହିଁ ଯେ ଓଁକାର, ଆକାଶେ ଶବ୍ଦ ରୂପେ ମୋର। ମନୁଷ୍ୟ ପୌରୁଷ ଅଟଇ, ମୋ ବିନୁ ଆନ ଗତି କାହିଁ। ଆହୁରି ଆନ କେତେ କଥା, କହୁଛି ଦୂର କର ଚିନ୍ତା। ଯେ ଭଗବାନ କହୁଛନ୍ତି, ହେ ଅର୍ଜୁନ, ମୁଁ ହିଁ ଜଳରେ ରସ ହେଇକି ଅଛି। ଜଳରେ ମୁଁ ହିଁ ରସ ଓ ସୂର୍ଯ୍ୟରେ ଚନ୍ଦ୍ରରେ ମୁଁ ହିଁ ଆଲୋକ ଅଟେ ଓ ସବୁ ଆକାଶରେ ଶବ୍ଦ ମୁଁ ନିଜେ ଅଟେ। ମୁଁ ହିଁ ପୌରୁଷ ଅଟେ। ମୋ ପାଇଁ ମୋ ବିନୁ ଅନ୍ୟ ଗତି ନାହିଁ କୌଣସି ଜାଗାରେ। ସେଥିପାଇଁ ଆହୁରି ବହୁ କଥା ଅଛି, ଚିନ୍ତାକୁ ଦୂର କର। ଭଗବାନ ଏମିତି କହୁଛନ୍ତି। ପୁଣ୍ୟେ ଗନ୍ଧ ପୃଥିବ୍ୟା ଚ ତେଜସ୍ମାସି ବିଭାବସ୍ୟ। ଜୀବନ ସର୍ବଭୂତେଷୁ ତପସ୍ୟାମି ତପସ୍ୱୀଷୁ। ଏଇଠି କହୁଛନ୍ତି, ମୁଁ ପୃଥିବୀ ଶବ୍ଦ, ସ୍ପର୍ଶ, ରସ, ଗନ୍ଧ, ରୂପ ସ୍ୱରୂପ ଅଟେ। ଯେ ମୁଁ ପୃଥିବୀରେ ଶବ୍ଦ, ସ୍ପର୍ଶ, ରସ, ଗନ୍ଧ, ରୂପ ସ୍ୱରୂପ ମୁଁ ନିଜେ ହିଁ ଅଟେ। ଅଗ୍ନିରେ ମୋର ତେଜ ରୂପ, ସକଳ ପ୍ରାଣୀରେ ମୁଁ ଜୀବନ ଓ ତପସ୍ୱୀମାନଙ୍କଠାରେ ମୁଁ ତପ ଅଟେ। ଯେ ଅଗ୍ନିରେ ମୋର ତେଜ ରୂପ, ମୁଁ ନିଜେ ହିଁ ଅଗ୍ନି
ଓ ସକଳ ପ୍ରାଣୀରେ ମୁଁ ଜୀବନ ଅଟେ। ପ୍ରତ୍ୟେକଟି ପ୍ରାଣୀ ମଧ୍ୟରେ ମୁଁ ଜୀବନ ଅଟେ ଓ ତପସ୍ୱୀମାନଙ୍କ ମଧ୍ୟରେ ମୁଁ ତପ ଅଟେ। ଭଗବାନ ଏମିତି କହୁଛନ୍ତି। ଶବଦ ସ୍ପର୍ଶ ରସ ଗନ୍ଧ ରୂପ ସ୍ୱରୂପ ପୃଥ୍ୱୀ ମଧ୍ୟ ଅଗ୍ନିରେ ତେଜ ରୂପ ମୁହିଁ ପ୍ରାଣୀରେ ଜୀବନ ବলাই ତପୀଙ୍କ ତପସ୍ୟା ରୂପରେ ବ୍ରହ୍ମ ବିହରେ ଜଗତରେ ସବୁରି ମୂଳେ ମୁଁ କାରଣ ମୋ ବିନା ନାହିଁ ଭିନ୍ନ ଭିନ୍ନ ଆବର ଶୁଣ ମନ ଦେଇ ତୁମକୁ କହୁଛି ବୁଝାଇ। ସେ କହୁଛନ୍ତି ଭଗବାନ, ହେ ଅର୍ଜୁନ, ମୁଁ ପୃଥିବୀର ଶବ୍ଦ ଅଟେ, ମୁଁ ସ୍ପର୍ଶ ଅଟେ, ମୁଁ ରସ ଅଟେ, ମୁଁ ଗନ୍ଧ ଅଟେ, ମୁଁ ରୂପ ଅଟେ, ମୁଁ ସ୍ୱରୂପ ଅଟେ। ପ୍ରତ୍ୟେକଟି ଜାଗାରେ ମୁଁ ହିଁ ମୁଁ ଅଟେ। ଓ ତମର ଚିନ୍ତାକୁ ଦୂର କର। ଆହୁରି ବହୁତ କହୁଛି ଯାହାକି ତମେ ଶୁଣିବ ଓ ନିଜର ମନକୁ ସ୍ଥିର କର। ତ ଆଗକୁ ଆମେ ଆହୁରି ଜ୍ଞାନ ଜାଣିବା। ଭଗବାନ କ'ଣ କ'ଣ ଶୁଣେଇବେ ଜଣେଇବେ। ଆଜି ପାଇଁ ଏତିକି। ରାଧେ ଶ୍ୟାମ।